ଶିବଶଙ୍କର ସାହୁ ଗାୟଗାଣ୍ଡା ଭଞ୍ଜନଗର ଗଞ୍ଜାମ ଜିଲ୍ଲାରୁ ଆସିଥିଲୁ। ଆଜ୍ଞା କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଉଠେଇଲୁ। ଆଜ୍ଞା ଲିଙ୍ଗରାଜ ରାଣୀଗାଁ ପାଣି ଢାଳିଲୁ। ଆଜ୍ଞା ମୁଁ ଗୋଟେ 22 ବର୍ଷ ହେଲାଣି ପାଣି ଉଠେଇଲିଣି ସାର୍। ଲିଙ୍ଗରାଜ ସାର୍ ଗୋଟେ 12 ବର୍ଷ 13 ବର୍ଷ ହେଇଯିବ। ଆଉ ଅନ୍ୟ ଗୁପ୍ତେଶ୍ୱର ଜୟପୁର ଆଉ କପିଳାସ ଆଉ ଧବଳେଶ୍ୱର ଆଉ କଣ୍ଟିଲରୁ ପାଣି ଉଠେଇ ଦ୍ୱିତୀୟେଶ୍ୱର ଆମର ଲଡ଼ୁ ବାବା ଆଜ୍ଞା ଆମର ସାଙ୍ଗମାନେ ସବୁ ଆସିଛନ୍ତି। ମନସ୍କାମନା ହେଲେ ମୁଁ ଟଙ୍କା ସୁନାକି ତ ମହାପ୍ରଭୁ କିଛି ସେମିତି ମାଗି ଆସିନି। ମହାପ୍ରଭୁ କହିଛି ପ୍ରଭୁ ଆମକୁ କେମିତି ଦେହ ଭଲ ରଖିଥାନ୍ତୁ ବୁଝିଲେ, ସେତିକି ଆରୋଗ୍ୟ ଥାଏ ବୋଲି ପ୍ରଭୁଙ୍କୁ ଆମେ ଡାକିଛୁ। ଦେହ ଆରୋଗ୍ୟ ଅଛି ଆମ ପ୍ରଭୁଙ୍କ ପାଖକୁ ଆସୁଛୁ। ଆଉ ପୂରଣ ତ ସବୁ ପ୍ରଭୁଙ୍କୁ ଆମେ ଡାକିଛୁ ଦେହ ଆରୋଗ୍ୟ ଥାଉ, ଦେହ ଆରୋଗ୍ୟ ଅଛି ତ ଭଲ ହୁଅନ୍ତୁ। ଆଉ କିଛି ମାଗିନି ଟଙ୍କା ସୁନା ପ୍ରଭୁ। ଗଞ୍ଜାମ ଜିଲ୍ଲା ପାଣି ଉଠେଇଲୁ ଆମେ ଗଡ଼ଗଡ଼ିଆ କଟକରୁ ଲିଙ୍ଗରାଜରେ ଢାଳିଲୁ ଆଣିକି ପାଣି। ହଁ ଭଲ ଅଛି ସବୁ ପ୍ରକାର ବ୍ୟବସ୍ଥା, କିଛି ଅସୁବିଧା ନାହିଁ। 6 ବର୍ଷ ହେଲା ପ୍ରଥମେ କୁଲା ଆଜ୍ଞା ସେଇଟା ତ କହିହେବନି, ସେଇଟା ଠାକୁର ଜାଣିଛନ୍ତି, ମୁଁ ନିଜେ ଜାଣିଛି।